लिविंग वर्शिप मिनिस्ट्री आनुकूल्य रे आशा साउंड स्टूडियो प्रस्तुत करुछि संवाद सीडी ईश्वरंक अमूल्य संपद। तुम वाक्य मोते सूची करे, तुम वाक्य ही आलोक दिए, तुम वाक्य मोते सूची करे, तुम वाक्य ही आलोक दिए, तुम वाक्य मो प्रदीप पथ कढ़ाइनी दुर्गम चला पथे रही साथे मो जीसु मो प्रभु ईश्वर, मो जीसु मो प्रभु ईश्वर। अतीतरे इस्राएल लोकमानक जीवन रे ईश्वरंक कृत अनेक आश्चर्य कर्मर विवरण पवित्र बाइबल रे वर्णना करा जाइछि। मिसरर दासत्व बंधनरु सेमानंक आश्चर्य मुक्ति, प्रांतर पथरे दीर्घ 40 वर्षर यात्रा तथा किणानरे सेमानंक प्रवेश और अधिकार इत्यादि घटनारू आजिर ख्रीष्टीय मंडली और विश्वासी निज दैनंदिन चलापथ निमंते यथेष्ट शिक्षा, चेतना, प्रेरणा और उत्साह आहरण करी आसीछि। गीत संगीता 78 पर्वरे सेमानंकर एक संक्षिप्त इतिहास उल्लेख अछि। प्रांतरे सेमानंक यात्रा समय रे सेमाने ईश्वरंको पचारिथिबा एक संदेहसूचक प्रश्न, प्रांतरे ईश्वर की मेज सजेई पारिबे? एही प्रश्न उपरे आधारित प्रसंग प्रांतरे मेज उपस्थापना करिसंती प्रभुंकर मनोनीत दास आचार्य संग्राम केशरी सिंह। प्रभु जीशुଙ୍କ नामରେ ଆପଣମାନଙ୍କୁ ମୋର ଆନ୍ତରିକ ନମସ୍କାର ଏବଂ शुभेच्छा ଜଣାଏ। पुଣି ଥରେ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଏହି ସୁଯୋଗର ନିମନ୍ତେ ଯେ ଆମମାନେ ତାହାଙ୍କର ବାକ୍ୟର ତଳେ ଏକତ୍ରିତ ହେବାକୁ ପାରିଛୁ। ଏହି ଅବସରରେ ପ୍ରଭୁ ତାହାଙ୍କର ବାକ୍ୟ ଏଥିପାଇଁକା ଦେଇଅଛନ୍ତି ଯେପରି ଆମମାନେ ତାହା ଶୁଣିବା ଦ୍ୱାରା, ଅଧ୍ୟୟନ କରିବା ଦ୍ୱାରା, ଧ୍ୟାନ କରିବା ଦ୍ୱାରା ଏବଂ ବିଶେଷ ଭାବରେ ଜୀବନରେ ପାଳନ କରିବା ଦ୍ୱାରା ଆମମାନେ ବଞ୍ଚିବାକୁ ପାରିବୁ। ପ୍ରଭୁ ଯୀଶୁ ଅତି ସ୍ପଷ୍ଟ ଭାବରେ ଗୋଟିଏ କଥା କହିଥିଲେ, ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ କିନ୍ତୁ ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତିଟି ବାକ୍ୟରେ ବଞ୍ଚେ। ବିଶ୍ୱାସୀ, ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ବାକ୍ୟରେ କିପରି ବଞ୍ଚିବାକୁ ହେବ ତାହା ଶିଖିବା ଦରକାର। ଆମମାନେ ଅନ୍ୟାନ୍ୟ ଅନେକ ବିଷୟ ଦ୍ୱାରା ବଞ୍ଚିବାର ନିମନ୍ତେ ଯତ୍ନବାନ ହେଇଥାଉ, କିନ୍ତୁ ଆମମାନଙ୍କ ପାଇଁ ଆହ୍ୱାନ ଆସିଛି ଆମମାନେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଯେପରି ବଞ୍ଚିପାରିବା। ଆଜି ଯେଉଁ ପ୍ରସଙ୍ଗ ନେଇ ଆମମାନେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି ପ୍ରାନ୍ତରରେ ମେଜ। ଶାସ୍ତ୍ରାଂଶଟି ଗୀତ ସଂହିତା 78 ଗୀତରୁ ନିଆଯାଇଛି। ଗୀତ ସଂହିତା 78 ତାର 17 ପଦରୁ ଆରମ୍ଭ କରି 19 ପଦର ଶେଷ ପର୍ଯ୍ୟନ୍ତ। ପୁରା ଅଧ୍ୟାୟଟି ପଢ଼ିଥିଲେ ଭଲ ହୁଅନ୍ତା, କିନ୍ତୁ ଆମମାନଙ୍କ ପାଖରେ ହୁଏତ ସମୟର ଅଭାବ। ଆପଣ କେତେବେଳେ ଈଶ୍ୱରଙ୍କର ବାକ୍ୟରୁ ଗୀତ 78 ଖୋଲିକି ନିଜେ ନିଜେ ପଢ଼ି ନେଇପାରିବେ। କିନ୍ତୁ ଆଜି ଆମମାନଙ୍କର ଅଳ୍ପ ସମୟର ଆଲୋଚନା ପୂର୍ବରୁ ଆମେ ଅନ୍ତତଃ 17 ପଦରୁ 19 ପଦ ପର୍ଯ୍ୟନ୍ତ ପଢ଼ିବା। ଗୀତ ସଂହିତା 78 ଗୀତ 17 ପଦରୁ 19 ପଦ ପର୍ଯ୍ୟନ୍ତ। ଏଠାରେ ଏପରି ଲେଖାଯାଏ, ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ ଓ ମରୁଭୂମିରେ ସର୍ବପରିଶଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ। ପୁଣି ସେମାନେ ଆପଣାମାନଙ୍କର ଅଭିଳାଷ ପୂରଣାର୍ଥେ ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ। ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ। ସେମାନେ କହିଲେ, ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ?
ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ? 19 ପଦରେ ଯେପରି ଲେଖା ଅଛି, ହଁ ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ। ସେମାନେ କହିଲେ, ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ? ପ୍ରଶ୍ନଟି ଈଶ୍ୱରଙ୍କ ଆଡ଼କୁ ସମ୍ବୋଧନ କରି କୁହାଯାଇଛି। ସତେ ଯେମିତି ଈଶ୍ୱରଙ୍କୁ ହିଁ ପଚରାଯାଉଛି, ହେ ପରମେଶ୍ୱର, ତୁମେ କି ପ୍ରାନ୍ତରରେ ମେଜ ସଜାଇ ପାରିବ? ଆଉ କେଉଁ ଲୋକମାନେ ଏହି ପ୍ରଶ୍ନ ପଚାରୁଛନ୍ତି? ସେମାନେ ହେଉଛନ୍ତି ଇସ୍ରାଏଲୀୟ ଲୋକମାନେ, ଆଉ ସେମାନେ ପ୍ରାନ୍ତରରେ ଅଛନ୍ତି। ମୋଶାଙ୍କର ନେତୃତ୍ୱରେ ଯେତେବେଳେ ସେମାନେ ମିଶର ଦେଶକୁ ଛାଡ଼ିକି ମିଶରର ବନ୍ଧନରୁ ମୁକ୍ତ ହୋଇ ସୁବ୍ ସାଗର ଅତିକ୍ରମ କରି ପ୍ରାନ୍ତର ପଥରେ ଦୀର୍ଘ 40 ବର୍ଷର ବାଟ ଅତିକ୍ରମ କରିକି ଚାଲିଛନ୍ତି। ସେମାନଙ୍କର ଯାତ୍ରା ପଥରେ ଅନେକ ପ୍ରକାର ବାଧାବିଘ୍ନ ଆସିଛି ଏବଂ ଯାତ୍ରା ପଥରେ ସେମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଖାଇବାକୁ ନାହିଁ, ପିଇବା ପାଇଁ ପାଣି ନାହିଁ, ଦେହରେ ବଳ କମି ଆସୁଛି, ନାନା ପ୍ରକାର ସମସ୍ୟା, ଗୋଟିଏ ପରେ ଗୋଟିଏ ସମସ୍ୟା ଲକ୍ଷ ଲକ୍ଷ ଲୋକଙ୍କର ନିମନ୍ତେ କେତେ ବଡ଼ ସମସ୍ୟା ଅଟେ। ଏବଂ ନେତା ଭାବରେ ମୋଶା କେତେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଥିବେ ଟିକେ ଚିନ୍ତା କରି ଦେଖନ୍ତୁ। ଯେତେବେଳେ ସେମାନେ ମିଶରର କଥା ଭାବୁଥିଲେ, ମିଶରରେ ମୁଠାଏ ଦାନା ପାଉଥିଲେ, ଅକ୍ଳାନ୍ତ ପରିଶ୍ରମ କରୁଥିଲେ ସତ, କିନ୍ତୁ ମୁଠାଏ ଦାନା ଖାଇବାକୁ ପାଉଥିଲେ। କିନ୍ତୁ ଏଠି କିଛି ଦିନ ବିତିଗଲାଣି, ଯାହା ନେଇକି ଆସିଥିଲେ ସେ ଚକଟା ମଇଦା ସେସବୁ ସରିଗଲାଣି। ଏବେ କରାଯିବ କ'ଣ? ପ୍ରଶ୍ନ ଆସୁଛି, ଏତେ ଲୋକଙ୍କ ପାଇଁ ଈଶ୍ୱର କ'ଣ ଖାଇବାକୁ ଯୋଗାଇ ପାରିବେ? ଏତେ ଲୋକଙ୍କ ପାଇଁ ମେଜ କି ସଜା ଯାଇପାରିବ? ସେମାନେ ପ୍ରାନ୍ତରରେ ଉତ୍ପନ୍ନ ହୋଇଥିବା, ପ୍ରାନ୍ତରରେ ଉପୁଜୁଥିବା ସମସ୍ୟାକୁ ବୃହତ୍ ମନେ କଲେ ଏବଂ ପରମେଶ୍ୱରଙ୍କୁ ଲଘୁ ଜ୍ଞାନ କଲେ। ବେଳେବେଳେ ସେ ପ୍ରକାର ହୁଏ ନାହିଁ କି ଆମେ ଆମମାନଙ୍କର ଉପୁଜୁଥିବା ପରିସ୍ଥିତିକୁ ଏତେ ବଡ଼ ଆକାରରେ ଦେଖୁ ଯେ ଈଶ୍ୱର ଆମମାନଙ୍କୁ ଆଉ ଦେଖାଯାଆନ୍ତି ନାହିଁ। ଈଶ୍ୱର ଆମମାନଙ୍କର ଦୃଷ୍ଟିରେ ସେ ଅତି ନୀନ ହୋଇଯାଆନ୍ତି, ଲଘୁ ହୋଇଯାଆନ୍ତି, ଏତେ ଉଣା ପଡ଼ି ଜଣାପଡ଼ନ୍ତି ଯେ ଆମମାନେ ଭାବୁ ଈଶ୍ୱର ପାରିବେ ନାହିଁ। ଏମାନଙ୍କର ନିମନ୍ତେ ପ୍ରାନ୍ତର ଏକ ଭୟାନକ ସ୍ଥାନ ଥିଲା। ଆଉ କହିବାକୁ ଗଲେ ନିର୍ଜନ ମରୁପ୍ରାନ୍ତର ଯେଉଁ ବାଟରେ ଆପଣ କେବେ ଯାଇନାହାନ୍ତି, ଯଦି ସେଇ ବାଟରେ ଆପଣ ଚାଲିବାକୁ ଆରମ୍ଭ କରନ୍ତି, ତାହା ଆପଣଙ୍କ ପାଇଁ ମଧ୍ୟ ନିଶ୍ଚୟ ଭୟାନକ ସ୍ଥାନ ହେବ। କିନ୍ତୁ ପ୍ରତିଜ୍ଞାତ ଦେଶକୁ ଯିବାକୁ ହେଲେ ମିଶର ଛାଡ଼ିବାକୁ ହେବ, ସହର ଛାଡ଼ିବାକୁ ହେବ, ନିଜେ ରହିଥିବା ସ୍ଥାନ ଛାଡ଼ିବାକୁ ହେବ ଏବଂ ଉଭୟ ସୀମା ମଧ୍ୟରେ ପ୍ରାନ୍ତର ଅତିକ୍ରମୀ ଯିବାକୁ ହେବ। ଏମାନେ ମିଶରର ସୀମାକୁ ଛାଡ଼ିଲେ ଯେପରି କିଣାନ ଦେଶରେ ସେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବେ ବୋଲି, କିନ୍ତୁ ମିଶର ଏବଂ କିଣାନ ଦେଶ, ବନ୍ଧନର ଦେଶ ଏବଂ ପ୍ରତିଜ୍ଞାର ଦେଶ, ଏ ଉଭୟ ଦେଶ ମଧ୍ୟରେ ଯେଉଁ ସ୍ଥାନ ଅତିକ୍ରମୀ ଯିବାକୁ ହେବ, ଯେଉଁ ପଥ ଅତିକ୍ରମୀ ଯିବାକୁ ହେବ, ତାହା ପ୍ରାନ୍ତର ପଥ ଅଟେ। ସେଥିପାଇଁ କୁହାଯାଏ ପ୍ରତିଜ୍ଞାତ ଦେଶକୁ ଯିବାକୁ ହେଲେ ଆପଣଙ୍କୁ ମିଶରକୁ ଛାଡ଼ିବାକୁ ହିଁ ହେବ। ମିଶରରେ ରହି ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିପାରିବେ ନାହିଁ। ଆମେ ଯେଉଁଠାରେ ଥିଲୁ ସେଠାରୁ ବାହାରି ଆସିବାକୁ ହେବ ଏବଂ ସେହି ସ୍ଥାନକୁ ଯିବାକୁ ହେବ ଯେଉଁଠାରେ ଈଶ୍ୱର ଆମକୁ ଦେଖିବାକୁ ଚାହାନ୍ତି। କହିବାକୁ ଗଲେ ଆମମାନଙ୍କର ଏକ ଲକ୍ଷ୍ୟସ୍ଥଳ ଅଛି, ଆମମାନଙ୍କର ଏକ ଗନ୍ତବ୍ୟ ସ୍ଥାନ ଅଛି ଏବଂ ସେହି ସ୍ଥାନରେ ପହଞ୍ଚିବା ପାଇଁ ହେଲେ ଆମମାନଙ୍କୁ ମଝିରେ ଯାହା ପଡ଼ିଛି ସେହି ପ୍ରାନ୍ତର ପଥ, ସେହି ପ୍ରାନ୍ତର ସମୟ ମଧ୍ୟ ଦେଇ ଗତି କରିବାକୁ ହେବ। ପ୍ରାନ୍ତର ଏପରି ଏକ ସ୍ଥାନ ବା ଏପରି ଏକ ସମୟକୁ ବୁଝାଏ ଯହିଁରେ ଅତୀତକୁ ଛାଡ଼ିବାକୁ ହୁଏ ଏବଂ ଭବିଷ୍ୟତ ହାତ ପାଆନ୍ତାରେ ନାହିଁ। ଆଉ ଆପଣ ନିଜକୁ ଏକ ହତାଶ ଓ ଦୋଦୁଲ୍ୟମାନ ଅବସ୍ଥାରେ ପାଆନ୍ତି। ଏହା ଏପରି ଏକ ସମୟ ବା ଅବସ୍ଥା ଯହିଁରେ ସନ୍ଦେହ ମନ ମଧ୍ୟରେ ଉଙ୍କି ମାରେ ଆଉ ପଚାରେ, ଈଶ୍ୱର କ'ଣ ମୋର ପରିସ୍ଥିତି, ମୋର ଅବସ୍ଥା ବିଷୟରେ ସତରେ ଜାଣନ୍ତି? ଏପରି ଅବସ୍ଥାରେ
ଈଶ୍ୱରଙ୍କୁ ସନ୍ଦେହ କରିବା ସହଜ ହୋଇଥାଏ। ଆଉ ଆମମାନେ କେତେ ଥର ସେ ପ୍ରକାର ପରିସ୍ଥିତିରେ ଈଶ୍ୱରଙ୍କୁ ସନ୍ଦେହ କରିଅଛୁ। ପ୍ରାନ୍ତର ଏକ ଆରାମଦାୟକ ସ୍ଥାନ ନୁହେଁ, ନିଶ୍ଚୟ ଏହା ଏକ ଭୟାନକ ସ୍ଥାନ ଅଟେ। ପ୍ରାନ୍ତର ଏକ ନିର୍ଜନ ଓ ନିଃସଙ୍ଗତାର ସ୍ଥାନ ଅଟେ। ଇସ୍ରାଏଲୀୟ ଲୋକମାନେ ଏକାକୀ ଯାତ୍ରା କରୁନଥିଲେ। କୁହାଯାଏ 6,20,000 ବର୍ଷରୁ ଅଧିକ ବୟସ୍କ ପୁରୁଷମାନେ କେବଳ ଥିଲେ। ଆଉ ଯଦି ସେମାନଙ୍କର ସ୍ତ୍ରୀ ଥାନ୍ତି ତାହେଲେ ଆଉ 6,00,000-12,00,000 ହେଲେ, ଏବଂ ସେମାନଙ୍କର ପିଲାମାନେ ଯଦି ଥାନ୍ତି ତାହେଲେ ସେମାନଙ୍କୁ ମିଶାଇ ଦେଲା ବେଳେ ସଂଖ୍ୟାଟା କେତେ ଅଧିକ ହେଇଯାଏ। କୁହାଯାଏ ଅନ୍ତତଃ 2 ନିୟୁତ ବା 20 ଲକ୍ଷରୁ ଅଧିକ ଲୋକ ସେମାନେ ମରୁପଥ ଦେଇକି ଯାତ୍ରା କଲେ ମୋଶାଙ୍କର ନେତୃତ୍ୱରେ। ସେମାନେ ଏକୁଟିଆ ଯାତ୍ରା କରୁନଥିଲେ, ଅଥଚ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର ନିମନ୍ତେ ପ୍ରାନ୍ତର ଏକ ନିର୍ଜନ ଓ ନିଃସଙ୍ଗତାର ସ୍ଥାନ ଥିଲା। ପଥହୀନ ବିସ୍ତୀର୍ଣ୍ଣ ଅଞ୍ଚଳ ଯାହା ଅସରନ୍ତି ପରି ଲାଗୁଥିଲା। ଆପଣ କେବେ ମରୁଭୂମିକୁ ଯାଇଛନ୍ତି କି? କିଛି ମାଇଲ ବାଟ ମରୁଭୂମିର ଭିତରକୁ ପଶିଗଲା ପରେ ଆପଣ ଯୁଆଡ଼େ ଅନେଇବେ ସବୁଆଡ଼େ ସମାନ ଅବସ୍ଥା ଦେଖାଯିବ। ଲାଗିବ କୁଆଡ଼େ ହେଲେ ବାଟ ନାହିଁ। ସବୁଆଡ଼େ ସତେ ଯେମିତି ବାଟ ପଡ଼ିଛି, କିନ୍ତୁ କୌଣସି ବାଟ କେଉଁ ଜାଗାକୁ ନେବ ତାର କୌଣସି ଠିକ୍ ଠିକଣା ନାହିଁ। ସବୁଆଡ଼େ ଅବସ୍ଥା ସମାନ ଲାଗୁଛି। ଆପଣ ନିଜ ବିଷୟରେ ଭାବିବେ, ମୁଁ କ'ଣ ଏ ବିରାଟ ପ୍ରାନ୍ତର ଭିତରେ ହଜିଯାଇଛି କି? ବାଟ ଅସରନ୍ତି ଲାଗେ। ଯୁଆଡ଼େ ଅନେଇଲେ ଚାରିଆଡ଼ ସମାନ ଅବସ୍ଥା ଏବଂ ସେ ଅବସ୍ଥାର କୌଣସି ପରିବର୍ତ୍ତନ ନାହିଁ। ଯଦିଓ ଆପଣଙ୍କ ଚତୁଃପାର୍ଶ୍ୱରେ ଜନଗହଳି ଥାଏ, ତଥାପି ଆପଣ ନିଜକୁ ଏକୁଟିଆ, ଉପେକ୍ଷିତ, ଅନାଦୃତ, ବିସ୍ମୃତ ଏବଂ ବହିଷ୍କୃତ ମନେ କରନ୍ତି। ସେହି ଭୟସଙ୍କୁଳ ସମୟରେ ଈଶ୍ୱର ମୋତେ ପାଶୋରି ଅଛନ୍ତି ବୋଲି ଭାବିବା ବଡ଼ ସହଜ ହୁଏ। କିନ୍ତୁ ବାସ୍ତବରେ ଈଶ୍ୱର ଆପଣଙ୍କୁ ମୋତେ ପାଶୋରି ନାହାନ୍ତି, ବରଂ ଆମେ ତାହାଙ୍କୁ ସେ ପ୍ରକାର ପରିସ୍ଥିତିରେ ପାଶୋରି ଅଛୁ। ପ୍ରିୟ ବନ୍ଧୁ, ପରିସ୍ଥିତିର ଚାପରେ ପଡ଼ି ଯେଉଁ ସମୟରେ ଆମମାନେ ନିଜକୁ ଛାଡ଼ିଦେଲେ ଆଉ କାହାକୁ ଦେଖିବାକୁ ପାରୁନାହୁଁ, ଈଶ୍ୱର ଆମମାନଙ୍କର ଦୃଷ୍ଟିଗୋଚର ହୁଅନ୍ତି ନାହିଁ, କିଏ ବା ଆମମାନଙ୍କ ସହିତରେ ଚାଲୁଥିବା କୌଣସି ଲୋକ ଆମମାନଙ୍କର ଦୃଷ୍ଟିଗୋଚରକୁ ଆସନ୍ତି ନାହିଁ, ଆମକୁ ଲାଗେ କେହି ଯେମିତି ଆମମାନଙ୍କୁ ବୁଝିପାରୁନାହାନ୍ତି, ବା ଯଦି ବା ବୁଝିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ ଭୁଲ ବୁଝୁଛନ୍ତି। ଆଉ ସେ ପ୍ରକାର ଅବସ୍ଥାରେ ଆମେ ନିଜକୁ କେଡ଼େ ଏକୁଟିଆ ମନେ କରୁ। ଯୁଆଡ଼େ ଅନେଇଲେ ନିଜକୁ ଅସହାୟ ଅବସ୍ଥାରେ ଦେଖୁ। ଆମେ ଭାବୁ ଈଶ୍ୱର ବୋଧେ ଆମକୁ ପାଶୋରି ଯାଇଛନ୍ତି, କିନ୍ତୁ ନା, ଈଶ୍ୱର ପାଶୋରନ୍ତି ନାହିଁ, ବରଂ ଆମେ ତାଙ୍କୁ ପାଶୋରି ଅଛୁ। ପ୍ରାନ୍ତର ଏକ ନିର୍ଜନ ଓ ନିଃସଙ୍ଗତାର ସ୍ଥାନ କେବଳ ଅଟେ ତାହା ନୁହେଁ, ପ୍ରାନ୍ତରମୟ ଅବସ୍ଥା ମଧ୍ୟ ଆବଶ୍ୟକୀୟ ଅଟେ। ବିଶ୍ୱାସୀର ଚଲାପଥରେ ଏହା ଜରୁରୀ ଅଟେ। ଆଉ ସେଥିପାଇଁ ପରମେଶ୍ୱର ସେଦିନ ଇସ୍ରାଏଲକୁ ଯେ ପ୍ରକାର ମିଶରର ବନ୍ଧନରୁ ମୁକ୍ତ କରି ସୁବ୍ ସାଗରରେ ସେମାନଙ୍କ ପାଇଁ ବାଟ ଖୋଲିଦେଲେ ଏବଂ ସେମାନେ ସମୁଦ୍ର ଅତିକ୍ରମି ଚାଲିଲେ ଶୁଷ୍କ ପଥରେ। ଆର ପାରିକି ଗଲା ପରେ ସେମାନେ ଭାବିଲେ ଯେ ଆମମାନେ ଅକ୍ଲେଶରେ ପହଞ୍ଚିଯିବା ବର୍ତ୍ତମାନ ପ୍ରତିଜ୍ଞାତ ଦେଶରେ, କିନ୍ତୁ ତାହା ହେଲା ନାହିଁ। ଈଶ୍ୱର ସେମାନଙ୍କର ବିଶ୍ୱାସର ପରୀକ୍ଷା ନେବାକୁ ଚାହିଁଲେ ଯେ ଏଇ ଲୋକମାନେ କେତେ ଦୂର ମୋ ପ୍ରତି ବିଶ୍ୱସ୍ତ ଅଟନ୍ତି, କେତେ ଦୂର ମୋ ଉପରେ ଭରସା ରଖିବାକୁ ପାରନ୍ତି। ଏହା ପରମେଶ୍ୱର ଦେଖିବାକୁ ଚାହିଁଲେ, କାରଣ ସେମାନେ ଏପରି ଏକ ଦେଶ ଅଧିକାର କରିବାକୁ ଯାଉଥିଲେ ଯେଉଁ ଦେଶ ସେମାନଙ୍କର ପିତୃପୁରୁଷଙ୍କ ନିକଟରେ ପ୍ରତିଜ୍ଞାରେ ଦିଆଯାଇଥିଲା। ଏବଂ ସେହି ଦେଶରେ ଏମାନେ କି ପ୍ରକାର ଭାବରେ ଚଳିବେ, ସେଥିପାଇଁ କେତେ ଦୂର ସେମାନେ ପ୍ରସ୍ତୁତ ଅଟନ୍ତି, ଏହା ପରମେଶ୍ୱର ଦେଖିବାକୁ ଚାହୁଁଥିଲେ। ଆଉ ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଏ ପ୍ରକାର ଏକ ସମୟ ଦେଲେ, ସୁଯୋଗ ଦେଲେ, ଯେଉଁ ସମୟ ଏବଂ ସୁଯୋଗରେ ସେମାନେ ନିଜର ବିଶ୍ୱାସ ବଦଳରେ ଅବିଶ୍ୱାସକୁ ପ୍ରଦର୍ଶନ କଲେ। ସେହି ଲୋକମାନଙ୍କ ମଧ୍ୟରୁ କିଛି ଜଣ ଗଲେ ସେ ଦେଶକୁ ଅନୁସନ୍ଧାନ କରିବା ପାଇଁ, ଅନୁସନ୍ଧାନ କଲେ ଏବଂ ଦେଶରୁ କିଛି ଫଳ ମଧ୍ୟ ନେଇକି ଆସିଲେ। କିନ୍ତୁ ଲୋକମାନଙ୍କ ନିକଟରେ ଯେତେବେଳେ ବିବରଣ ପ୍ରଦାନ କରନ୍ତି, 2 ଦଳ ହେଇକି ସେମାନେ ବିବରଣ ପ୍ରଦାନ କଲେ। ଗୋଟିଏ ଦଳରେ 10 ଜଣ ଏବଂ ଆଉ ଗୋଟିଏ ଦଳରେ 2 ଜଣ ମାତ୍ର।
ଯୋଉଟା କି ମେଜରିଟି ଦଳ ଥିଲା 10 ଜଣ ଲୋକ ଗୋଟିଏ କଥା କହିଲେ ଏବଂ କେବଳ 2 ଜଣ ମାତ୍ର ସେମାନଙ୍କର ଭିନ୍ନ ମତ ଦେଲେ। କିନ୍ତୁ ଲୋକମାନେ ଇସ୍ରାଏଲୀୟ ମଣ୍ଡଳୀ ସେ 10 ଜଣଙ୍କର କଥାରେ ସେମାନେ ମଜିଲେ। ସେ 10 ଜଣଙ୍କର କଥାକୁ, ନକାରାତ୍ମକ କଥାକୁ ସେମାନେ ଗ୍ରହଣ କଲେ ଏବଂ ସେମାନେ କହିଲେ, ଆମମାନେ ଆଉ ଯାଇପାରିବୁ ନାହିଁ ଆଗକୁ, ଆମମାନେ ମିଶରକୁ ଫେରିଯିବୁ। ପରମେଶ୍ୱରଙ୍କର ହୃଦୟରେ ଦୁଃଖ ହେଲା। ସେ କହିଲେ, ଏଇ ଲୋକମାନେ ଏଡ଼େ ସହଜରେ ଏଥିରେ ପ୍ରବେଶ କରିବେ ନାହିଁ, ଏମାନଙ୍କୁ ବୁଲିବାକୁ ହବ। ପରମେଶ୍ୱର ସେମାନଙ୍କୁ ପ୍ରାନ୍ତର ପଥ ଦେଇକି କଢ଼େଇ ନେଲେ। ପ୍ରାନ୍ତର ସହଜ ସ୍ଥାନ ନଥିଲା, କିନ୍ତୁ ପ୍ରାନ୍ତର ଏକ ଆବଶ୍ୟକୀୟ ସ୍ଥାନରେ ପରିଣତ ହେଲା। ଏଠାରେ ପ୍ରଶ୍ନରେ କୁହାଯାଇଛି, ଈଶ୍ୱର କ'ଣ ପ୍ରାନ୍ତରରେ ମେଜ ସଜେଇ ପାରିବେ? ମେଜର କଥା କୁହାଯାଉଛି। ମେଜରେ ଆମମାନେ ଏକତ୍ର ବସୁ, ପରିବାର ମେଜରେ ଏକତ୍ରିତ ହୁଅନ୍ତି ଭୋଜନ କରିବାର ନିମନ୍ତେ, ପରସ୍ପର ସହିତ ଆଳାପ କରିବାର ନିମନ୍ତେ, ହସ ଖୁସି ଓ ସହଭାଗିତା କରିବାର ନିମନ୍ତେ, ପୁଣି ଜୀବନର ସୁଖ ଆଉ ଦୁଃଖକୁ ପରସ୍ପର ନିକଟରେ ବାଣ୍ଟିବାର ନିମନ୍ତେ। ମେଜରେ ଆପଣ ପରିତୃପ୍ତ ହୁଅନ୍ତି। ସେଠାରେ ଆପଣ ନିଜକୁ ଏକୁଟିଆ ପାଆନ୍ତି ନାହିଁ, କାରଣ ସେଠାରେ ଅନ୍ୟମାନଙ୍କର ସଙ୍ଗତିରେ ରହନ୍ତି। ସେଇମାନଙ୍କ ସଙ୍ଗତିରେ ରହନ୍ତି ଯେଉଁମାନେ ଆପଣଙ୍କର ଅବସ୍ଥାକୁ ବେଶ ବୁଝିପାରନ୍ତି। ସେମାନେ ଆପଣଙ୍କୁ ଭଲ ଭାବରେ ଜାଣନ୍ତି। ହଁ, ଆପଣଙ୍କର ନକାରାତ୍ମକ ବିଷୟକୁ ଜାଣନ୍ତି, ତଥାପି ଆପଣଙ୍କୁ ସ୍ୱାଗତ କରନ୍ତି। କାହିଁକି? କାରଣ ସେମାନେ ଆପଣଙ୍କର ଆତ୍ମୀୟ ଲୋକ ଅଟନ୍ତି, ଆପଣଙ୍କ ନିଜର ଲୋକ ଅଟନ୍ତି, ଯେଉଁମାନେ ଆପଣଙ୍କୁ ଭଲ କରି ଜାଣନ୍ତି। ଯଦି ବା ଆପଣଙ୍କଠାରେ ନକାରାତ୍ମକ ଗୁଣଗୁଡ଼ିକ ଅଛି, ତଥାପି ସେମାନେ ଆପଣଙ୍କୁ ହତାଦର କରନ୍ତି ନାହିଁ, ବରଂ ମେଜରେ ଆପଣଙ୍କୁ ସ୍ୱାଗତ କରନ୍ତି। ମେଜ ସେହି ସ୍ଥାନ ଅଟେ, ସେ ପ୍ରକାର ପରିସର ଅଟେ, ସେ ପ୍ରକାର ପରିବେଶ ବାତାବରଣ ଅଟେ। ଆଉ ଏଠି ସେ ମେଜ ସମ୍ବନ୍ଧୀୟ ପ୍ରଶ୍ନ, ଈଶ୍ୱର କ'ଣ ପ୍ରାନ୍ତରରେ ଆମମାନଙ୍କର ନିମନ୍ତେ ମେଜ ସଜେଇ ପାରିବେ ଯେଉଁଠି ଏହି ସବୁ ବିଷୟ ଉପଲବ୍ଧ ହେବ? କିନ୍ତୁ ଈଶ୍ୱରଙ୍କ ବାକ୍ୟରେ ଆହୁରି ମଧ୍ୟ ମେଜ ବିଷୟରେ ଲେଖା ଅଛି। ଯେ ପ୍ରକାର ଅତି ପରିଚିତ ଗୀତ 23 ଗୀତ ତାର 5 ପଦରେ କୁହାଯାଇଛି, ଦାଉଦ କହନ୍ତି, ତୁମ୍ଭେ ମୋ ଶତ୍ରୁଗଣଙ୍କ ସାକ୍ଷାତରେ ମୋ ସମ୍ମୁଖରେ ମେଜ ସଜାଉଅଛ। ପରମେଶ୍ୱର ମେଜ ସଜାନ୍ତି। ନୂତନ ନିୟମରେ ଆମମାନଙ୍କୁ ଆଉ ଏକ ମେଜର କଥା କୁହାଯାଇଛି, ଯାହାକୁ ଆମେ ପ୍ରଭୁଙ୍କର ମେଜ ବୋଲି କହୁ। ପ୍ରଭୁଙ୍କର ମେଜ ଯେଉଁଠାରେ ଖ୍ରୀଷ୍ଟୀୟ ଭାଇ ଭଉଣୀ ଏକତ୍ର ମିଳିତ ହୁଅନ୍ତି। ପ୍ରଥମ କରନ୍ଥୀୟ 10 ଅଧ୍ୟାୟରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଭୁଙ୍କର ମେଜରେ ସହଭାଗିତା ଥାଏ, ଉଚ୍ଚ ନିଚ ଭେଦଭାବ ନଥାଏ। ପ୍ରଭୁଙ୍କର ସେହି ମେଜରେ ଖାଦ୍ୟର ଅଭାବ ନଥାଏ। ଆମମାନେ ମଧ୍ୟ ଜାଣୁ, ପ୍ରଭୁ ଯୀଶୁଙ୍କର ପାର୍ଥିବ ଜୀବନ କାଳ ମଧ୍ୟରେ ସେ ଥରେ ପ୍ରାନ୍ତରରେ ମେଜ ସଜେଇଲେ। ହଜାର ହଜାର ସଂଖ୍ୟାର ଲୋକମାନେ କ୍ଷୁଧାରେ ରହିଛନ୍ତି ଏବଂ ଶିଷ୍ୟମାନଙ୍କ ପାଖରେ କିଛି ନାହିଁ ସେମାନଙ୍କ ନିକଟରେ ପରଷି ଦେବା ପାଇଁ। ଶିଷ୍ୟମାନେ ଆସି ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ଏମାନଙ୍କୁ ବିଦାୟ କରିଦିଅନ୍ତୁ, ପାଖ ଗାଁକୁ ଯାଇ ସେମାନେ ରୁଟି କିଣି ଭୋଜନ କରିବେ, ସେମାନଙ୍କର ହଂସା ଉଡ଼ିଗଲାଣି। ପ୍ରଭୁ ଯୀଶୁ କହିଲେ, ସେମାନେ ସେମିତି ଯିବେ ନାହିଁ, ସେମାନଙ୍କୁ ତୁମେ ଖୁଆଇ ପଠାଅ। ଶିଷ୍ୟମାନେ କହିଲେ, ଆମ ପାଖରେ କିଛି ନାହିଁ, ଟଙ୍କା ଥିଲେ ବା କ'ଣ ହବ, ଏତେ ଟଙ୍କାର ରୁଟି କ'ଣ ମିଳିବ ଏଠି ଏମାନଙ୍କ ପାଇଁ ଯଥେଷ୍ଟ ହବ? ଯୀଶୁ ପଚାରିଲେ, ତୁମ ପାଖରେ କ'ଣ ଅଛି? ଦୁଃଖର କଥା, ସେଦିନ ଶିଷ୍ୟମାନଙ୍କ ପାଖରେ କିଛି ନଥିଲା, କିନ୍ତୁ ସେଇ ଭିଡ଼ ମଧ୍ୟରେ ଜଣେ ବାଳକ ପାଖରେ କିଛି ଥିଲା। ଯାହା ବା ଥିଲା ଯଥେଷ୍ଟ ନଥିଲା ନିଶ୍ଚୟ। ଯେକୌଣସି ଲୋକ ସେ ବାଳକର 5ଟି ରୁଟି ଏବଂ 2ଟି ଭଜା ମାଛକୁ ଦେଖିଲେ ଏବଂ ଅପର ପାଖରେ କ୍ଷୁଧିତ ହଜାର ହଜାର ଲୋକଙ୍କର ପେଟକୁ ଦେଖିଲେ, ସେ ବିଲକୁଲ ସାହସ କରିବ ନାହିଁ ତାହା ଭାଙ୍ଗିକି ଅନ୍ୟମାନଙ୍କୁ ଦେବା ନିମନ୍ତେ। କିନ୍ତୁ ଯୀଶୁ କହିଲେ, ତାହା ମୋ ନିକଟକୁ ନେଇକି ଆସ। ଆଉ ଯୀଶୁ କ'ଣ କଲେ? ସେଇ ପ୍ରାନ୍ତରରେ ସେଦିନ ସେ ମେଜ ସଜେଇଲେ। ଜଣକର ଖାଦ୍ୟ 5,000ରୁ ଅଧିକ ଲୋକ ଖାଇଲେ, ପରିତୃପ୍ତି ପର୍ଯ୍ୟନ୍ତ ଖାଇଲେ ଏବଂ ବଳିଗଲା। ଅବଶିଷ୍ଟ ରହିଲା, ଲେଖାଯାଏ ସେମାନେ 12 ଟୋକାଇ ଭର୍ତ୍ତି କରିକି ବୋହିକି ନେଇଗଲେ।
ଆମମାନଙ୍କର ପରମେଶ୍ୱର ଯେ ବାରବାର ପ୍ରାନ୍ତରରେ ମେଜ ସଜେଇ ଆସିଅଛନ୍ତି, ସେହି ପରମେଶ୍ୱରଙ୍କୁ ଯଦି ଆମମାନେ ଏହି ପ୍ରଶ୍ନ କରୁ ଈଶ୍ୱର କ'ଣ ପ୍ରାନ୍ତରରେ ମେଜ ସଜେଇ ପାରିବେ, ଏହା ତାଙ୍କ ପାଇଁ ନିନ୍ଦା ଏବଂ ଅପମାନର ବିଷୟ ନୁହେଁ କି? ତଥାପି କେତେଥର ଆମମାନେ ପରିସ୍ଥିତିର ଚାପରେ ପଡ଼ି ହୋଇପାରେ ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ଏହି ପ୍ରକାର ପ୍ରଶ୍ନ ଆମମାନେ ଆମମାନଙ୍କର ପ୍ରଭୁଙ୍କୁ ପଚାରିଛୁ। ଆମେ ଭାବିଛୁ ଈଶ୍ୱରଙ୍କୁ ଚ୍ୟାଲେଞ୍ଜ କରିକି ଆମେ ହୁଏତ ଜିତିପାରିବା ବୋଲି, କିନ୍ତୁ ନା ପ୍ରିୟମାନେ, ପରମେଶ୍ୱର ସେ ପ୍ରକାର ପ୍ରଶ୍ନକୁ ଯେତେବେଳେ ସେ ଶୁଣନ୍ତି, ସେଥିର ସମ୍ମୁଖୀନ ହୁଅନ୍ତି, ସେ ଆମମାନଙ୍କର ଦୁର୍ବଳତାକୁ ଦେଖନ୍ତି। ଆମମାନେ କେଡ଼େ ଦୁର୍ବଳ, ଆମମାନେ ସେହି ଈଶ୍ୱରଙ୍କ ଠାରେ ଭରସା କରିବାକୁ ପାରୁନାହୁଁ ଯେଉଁ ପରମେଶ୍ୱର ଆମମାନଙ୍କୁ ମୁକ୍ତ କରି ଏତେ ବାଟ ଆଣିଲେ, ଯେଉଁ ପରମେଶ୍ୱର ଆମମାନଙ୍କର ଆଖି ଆଗରେ ଏତେ ବଡ଼ ବଡ଼ କାର୍ଯ୍ୟ ସାଧନ କରିଅଛନ୍ତି, ମହାଆଶ୍ଚର୍ଯ୍ୟ କର୍ମ ସବୁ କରିଅଛନ୍ତି। ସମୁଦ୍ର ବାଟ ଫିଟେଇ ଦେଲା ଏବଂ ଆହୁରି ଅନେକ ବଡ଼ ବଡ଼ ବିଜୟ ଦେଇଅଛନ୍ତି। ଏସବୁ ଦେଖିବା ସତ୍ତ୍ୱେ ବି ଆମର ମନ କ'ଣ ଏବେ ବି ପଚାରେ କି ପରମେଶ୍ୱର କ'ଣ ପ୍ରକୃତରେ ମେଜ ସଜେଇ ପାରିବେ? ସେ ସଜାନ୍ତି। କେତେ ଶୀଘ୍ର ଆମେ ପାଇଥିବା ଆଶୀର୍ବାଦ ଗୁଡ଼ିକ ପ୍ରତି ହାଲୁକା ମନୋଭାବ ଆମମାନେ ପୋଷଣ କରିଛୁ। ଏହି ଇସ୍ରାଏଲ ଲୋକମାନଙ୍କ କଥା ଦେଖନ୍ତୁ, ସେମାନଙ୍କର ନିମନ୍ତେ ସମୁଦ୍ର ବାଟ ବନ୍ଦ କରି ରହିପାରିଲା ନାହିଁ, ବାଟ ଖୋଲିଦେଲା। ଫାରୋଙ୍କର କବ୍ଜାରୁ ପରମେଶ୍ୱର ସେମାନଙ୍କୁ ମୁକ୍ତ କଲେ, ରକ୍ଷା କଲେ। ଯେଉଁ ଫାରୋଙ୍କର ସୈନ୍ୟମାନେ ଏମାନଙ୍କର ପଶ୍ଚାତ ଗୋଡ଼େଇଲେ, ସେମାନେ ସବୁଦିନ ପାଇଁ ପ୍ରାଣ ହରାଇଲେ, ସେହି ସମୁଦ୍ରରେ ବୁଡ଼ିମଲେ। ସେହି ସମାନ ସମୁଦ୍ର ଦଳେ ଲୋକ ଅତିକ୍ରମି ଯାଉଛନ୍ତି ଏବଂ ଆଉ ଦଳେ ଲୋକ ସେହି ସମୁଦ୍ରରେ ବୁଡ଼ି ମରୁଛନ୍ତି। ଆଉ ଈଶ୍ୱର ସେମାନଙ୍କୁ କେବଳ ବନ୍ଧନ ମୁକ୍ତ କରିକି ଆଣିଲେ, ଦାସତ୍ୱର ବନ୍ଧନରୁ ମୁକ୍ତ କଲେ ତାହା ହିଁ ନୁହେଁ, ସବୁ ପ୍ରକାର ମାରାତ୍ମକ ରୋଗ ଏବଂ ବ୍ୟାଧିରୁ ସେମାନଙ୍କୁ ମୁକ୍ତ କଲେ। ମିଶ୍ରକୁ ଯେଉଁ 10ଟି ଦଣ୍ଡ ଦିଆଗଲା, ସେଥିରୁ ଗୋଟିଏ ବି ଇସ୍ରାଏଲର ଗୋଟିଏ ପରିବାର ପାଇଁ ଘଟିଲା ନାହିଁ। ଶେଷ ଦଣ୍ଡଟି ବଡ଼ ଭୟଙ୍କର ଥିଲା। ମିଶ୍ରୀୟ ପରିବାରର ପ୍ରତ୍ୟେକ ପ୍ରଥମ ଜାତକୁ ସଂହାର କରାଗଲା, କିନ୍ତୁ ଇସ୍ରାଏଲୀୟ ପରିବାରର କୌଣସି ପ୍ରଥମ ଜାତ ସଂହାରିତ ହେଲେ ନାହିଁ। ସଂହାରକ ଦୂତ ଏମାନଙ୍କୁ ଅତିକ୍ରମି ଚାଲିଗଲେ, ବିନାଶ ଏମାନଙ୍କୁ ସ୍ପର୍ଶ କଲା ନାହିଁ। କେବଳ ସେତିକି ନୁହେଁ, ମରୁପ୍ରାନ୍ତର ପଥ ଦେଇ ଯାତ୍ରା କରିବା ବେଳେ ଦିବସରେ ମେଘସ୍ତମ୍ଭ ଏବଂ ରାତ୍ରିର ଅଗ୍ନିସ୍ତମ୍ଭ ହୋଇକି ପରମେଶ୍ୱର ସ୍ୱୟଂ ସେମାନଙ୍କୁ ବାଟ କଢ଼େଇ ନେଲେ। ଈଶ୍ୱରଙ୍କର ଉପସ୍ଥିତି ସେମାନଙ୍କୁ ଚଳାଇଲା। ଏସବୁ ଆଖି ଆଗରେ ସେମାନେ ଦେଖୁଛନ୍ତି, ତଥାପି ସେହି ଈଶ୍ୱରଙ୍କୁ ସେମାନେ ପ୍ରଶ୍ନ କରୁଛନ୍ତି, କ'ଣ ଈଶ୍ୱର ପ୍ରାନ୍ତରରେ ମେଜ ସଜେଇ ପାରିବେ? ଯେତେବେଳେ ପିଇବା ପାଇଁ ପାଣିର ଅଭାବ ହେଲା, ପରମେଶ୍ୱର ଶୈଳରୁ ସେମାନଙ୍କୁ ସୁମିଷ୍ଟ ଜଳ ଦେଲେ ପିଇବା ପାଇଁ। ତଥାପି ସେମାନେ ପ୍ରଶ୍ନ କରୁଛନ୍ତି, ପରମେଶ୍ୱର କି ଆମମାନଙ୍କୁ ଖାଇବାକୁ ଯୋଗାଇ ପାରିବେ? ଈଶ୍ୱର ଆମ ପାଇଁ କେତେ ଖାଦ୍ୟ ପ୍ରସ୍ତୁତ କରିଅଛନ୍ତି ତାହା ଆମମାନେ ଜାଣୁନା, କିମ୍ବା ଜୀବନ ନଦୀରେ କେତେ ଜଳ ଅଛି ତାହା ମଧ୍ୟ ଆମମାନେ ଜାଣୁନା। ସମୟ ସମୟରେ ଈଶ୍ୱରଙ୍କୁ ଜଣେ ଦୁର୍ବଳ, ଦରିଦ୍ର ଓ ଆପଣା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଅସମର୍ଥ ବୋଲି ଆମମାନେ ଭାବିଥାଉ। ଗୋଟିଏ ପାର୍ଶ୍ୱରେ ପ୍ରାନ୍ତର ଆମର ଦୁର୍ବଳତା, ଅଭାବ ସବୁକୁ ଦର୍ଶାଏ। ଅପରପକ୍ଷରେ ସେହି ପ୍ରାନ୍ତର, ସେହି ଅଭାବ ସବୁକୁ ଈଶ୍ୱର କିପରି ଆଶ୍ଚର୍ଯ୍ୟ ଭାବରେ ପୂରଣ କରିପାରନ୍ତି ତାହା ମଧ୍ୟ ଦର୍ଶାଏ। ଯେ ପର୍ଯ୍ୟନ୍ତ ଆପଣ ମିଶ୍ରରେ ରହନ୍ତି, ସେ ପର୍ଯ୍ୟନ୍ତ ମାନା ଓ ଭାଟୋଇ ପକ୍ଷୀ ଆପଣଙ୍କର ଦରକାରରେ ଆସେ ନାହିଁ। ଆଉ ଈଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ଶକ୍ତିକୁ ଅନୁଭବ କରିବାରୁ ଆପଣ ବଞ୍ଚିତ ହୁଅନ୍ତି। ପ୍ରାନ୍ତର କେବଳ ନିର୍ଜନ ଓ ନିଃସଙ୍ଗ ସ୍ଥାନ ତାହା ନୁହେଁ, ଏବଂ ପ୍ରାନ୍ତରମୟ ଜୀବନ କେବଳ ଆବଶ୍ୟକ ତାହା ମଧ୍ୟ ନୁହେଁ। ଆଉ ଗୋଟେ ବିଷୟ ହେଉଛି କ'ଣ? ପ୍ରାନ୍ତରମୟ ଜୀବନ କ୍ଷଣସ୍ଥାୟୀ ଅଟେ। ହଁ, ଏହା ନିର୍ଜନ ନିଃସଙ୍ଗ ସ୍ଥାନ ଅଟେ। ହଁ, ଏହା ଆମମାନଙ୍କର ଜୀବନରେ, ଆମମାନଙ୍କର ଆତ୍ମିକ ଚଲାପଥରେ ଆବଶ୍ୟକୀୟ ଅଟେ, କିନ୍ତୁ ଏହା ସବୁଦିନ ପାଇଁ ନୁହେଁ। ଏହା କ୍ଷଣସ୍ଥାୟୀ ଅଟେ। ଯାତ୍ରା କରିବା ନିମନ୍ତେ ଯଦିବା ଏହା ସହଜ ସ୍ଥାନ ନୁହେଁ, କାରଣ ସେଠାରେ ବିପଦ ଅଛି,
ସେଠାରେ ନିସଙ୍ଗତା ଅଛି, ସେଠାରେ ମରଣର ଭୟ ଅଛି, ଆଶାହୀନତା ଓ ସହଜରେ ପଥଭ୍ରଷ୍ଟ ହେବାର ଆଶଙ୍କା ରହିଛି। କିନ୍ତୁ ସେଠାରେ ମଧ୍ୟ ନିଜ ଦୁର୍ବଳତା, ବିଫଳତା ଓ ସୀମିତ ଅବସ୍ଥାକୁ ଜାଣିବାକୁ ଆମମାନେ ପାରିଥାଉ। କେବଳ ସେତିକି ନୁହେଁ, ଆମମାନେ ସେଠାରେ ଈଶ୍ୱରଙ୍କ ରବକୁ ଶୁଣିବାକୁ ପାରୁ, ଅସାଧାରଣ ଭାବରେ ଈଶ୍ୱରଙ୍କୁ କାର୍ଯ୍ୟ କରୁଥିବାର ଦେଖିବାକୁ ପାରୁ, ଆଉ ତାହାଙ୍କ ଉପରେ ଆଉ ଯିବାକୁ ଓ ଅସମ୍ଭବର ସମ୍ମୁଖୀନ ହେବା ନିମନ୍ତେ ଆମମାନେ ପ୍ରଶିକ୍ଷଣ ଲାଭ କରିଥାଉ। ପ୍ରାନ୍ତରମୟ ଜୀବନ ଆବଶ୍ୟକୀୟ ଅଟେ ଏବଂ ପ୍ରାନ୍ତରମୟ ଜୀବନ ସବୁଦିନ ପାଇଁ ନୁହେଁ, ତାହାର ସୀମା ଅଛି, ତାହା କ୍ଷଣସ୍ଥାୟୀ ଅଟେ। ଆଜି ଆପଣଙ୍କ ପାଇଁ ପ୍ରାନ୍ତରମୟ ଜୀବନ କ'ଣ ହେଇପାରେ? ହୋଇପାରେ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଜଣେ କଠୋର ବ୍ୟକ୍ତି ଯିଏ ସବୁବେଳେ ଆପଣଙ୍କୁ ହଇରାଣ କରନ୍ତି, କିଏ ବା ଆପଣଙ୍କର ଜୀବନରେ ହେଉ କିମ୍ବା ପରିବାର ମଧ୍ୟରେ ହେଉ ଏକ କଠିନ ପରିସ୍ଥିତି ଯାହା ଆସିଛି, ଯାହାର ସାମ୍ନା କରିବାକୁ ଆପଣ ପାରନ୍ତି ନାହିଁ, କିଏ ବା କୌଣସି ମାରାତ୍ମକ ରୋଗ ଆପଣଙ୍କୁ କିମ୍ବା ଆପଣଙ୍କର ପ୍ରିୟଜନଙ୍କ ମଧ୍ୟରେ କାହାକୁ ଆକ୍ରାନ୍ତ କରିଛି, ତାହା ଆପଣଙ୍କ ପାଇଁ ପ୍ରାନ୍ତରମୟ ଜୀବନ ହେଇପାରେ। କିଏ ବା ଆପଣଙ୍କର ଆର୍ଥିକ ସଙ୍କଟ, ଯେଉଁ ଅଭାବ ମଧ୍ୟ ଦେଇ ଗତି କରୁଛନ୍ତି, ତାହା ଆପଣଙ୍କ ପାଇଁ ପ୍ରାନ୍ତରମୟ ଜୀବନ ହେଇପାରେ। କିଏ ବା କୌଣସି ଭଗ୍ନ ସମ୍ପର୍କ, ସ୍ୱାମୀ ସ୍ତ୍ରୀ ମଧ୍ୟରେ, ବନ୍ଧୁ ମଧ୍ୟରେ କିମ୍ବା ଭାଇ ଭଉଣୀ ମଧ୍ୟରେ ହୋଇପାରେ। ଚାକିରି ବିହୀନ ଅବସ୍ଥାରେ ଅଛନ୍ତି, କିଏ ବା ବ୍ୟବସାୟରେ କ୍ଷତି ଉପୁଜୁଛି, ନିରସ ଜୀବନ କିମ୍ବା ଆଶଙ୍କାର ଭୟ, ବିଭିନ୍ନ ପରିସ୍ଥିତି ଆମ ପାଇଁ ପ୍ରାନ୍ତରମୟ ଜୀବନ ହେଇପାରେ। କିନ୍ତୁ ଏ ସମସ୍ତ ମଧ୍ୟରେ ଈଶ୍ୱର ଅଛନ୍ତି, ସେ ଛାଡ଼ି ଦେଇ ନାହାନ୍ତି। ତାହାଙ୍କର ମେଘସ୍ତମ୍ଭ ଦିବସରେ ଆଶ୍ରୟ ଦେବା ପାଇଁ ଏବଂ ତାହାଙ୍କର ଅଗ୍ନିସ୍ତମ୍ଭ ରାତ୍ରି କାଳରେ ବାଟ ଦେଖାଇବା ପାଇଁ, ଆଲୋକ ଦେବା ପାଇଁ ଆମମାନଙ୍କ ସଙ୍ଗରେ ଅଛି। ଆମେ ସେ କଥା ଭୁଲି ନ ଯାଉ, ଯେଉଁ ଈଶ୍ୱର ସହିତରେ ଅଛନ୍ତି ସେ କି ଅଭାବକୁ ପୂରଣ କରିପାରିବେ ନାହିଁ? ଯେଉଁ ଈଶ୍ୱର ସଙ୍ଗରେ ଅଛନ୍ତି ସେ କି ରୋଗରୁ ସୁସ୍ଥ କରିପାରିବେ ନାହିଁ? ଯେଉଁ ଈଶ୍ୱର ସଙ୍ଗରେ ଅଛନ୍ତି ସେ କି ଆମମାନଙ୍କର ସମସ୍ୟାର ମୁକାବିଲା କରିପାରିବେ ନାହିଁ? ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ପାଇଁ ଦୁଷ୍କର କ'ଣ ହେଇପାରେ? ସେ ତ ନିଜେ କଥା କହନ୍ତି, ଆମ୍ଭ ନିମନ୍ତେ ଅସାଧ୍ୟ କ'ଣ? ତାହାଙ୍କ ପାଇଁ କୌଣସି ବିଷୟ ଅସମ୍ଭବ ନୁହେଁ। ଅସମ୍ଭବକୁ ସମ୍ଭବରେ ପରିଣତକାରୀ ପରମେଶ୍ୱର ସେ ଅଟନ୍ତି। ସେ ଅବ୍ରାହମ, ଇସାହାକ, ଯାକୋବର ପରମେଶ୍ୱର, ସେ ଇସ୍ରାଏଲର ପରମେଶ୍ୱର। ପ୍ରାନ୍ତରରେ ମେଜ ସଜାଇ ଅଛନ୍ତି, ସେ ସଜାଇ ପାରନ୍ତି। ସେ ଆପଣଙ୍କର ମରୁପ୍ରାନ୍ତରମୟ ପଥରେ ଆପଣଙ୍କ ପାଇଁ କାର୍ଯ୍ୟ କରିବାକୁ ସମର୍ଥ ଅଟନ୍ତି। ପ୍ରାନ୍ତରମୟ ଜୀବନ ସହଜ ଜୀବନ ନୁହେଁ ସତ, କିନ୍ତୁ ସେଠାରେ ଆମ ଜୀବନ ନିମନ୍ତେ ଉଦ୍ଦିଷ୍ଟ ଈଶ୍ୱରଙ୍କ ଉଦ୍ଦେଶ୍ୟ ସବୁକୁ ସେ କାର୍ଯ୍ୟକାରୀ କରନ୍ତି, ଯାହା ମିଶରର ରହଣି କାଳ ମଧ୍ୟରେ ସମ୍ଭବ ହୋଇପାରିବ ନାହିଁ। ଈଶ୍ୱରଙ୍କୁ ଯଦି ଆପଣଙ୍କ ଜୀବନରେ କାର୍ଯ୍ୟ କରୁଥିବା ଅବସ୍ଥାରେ ଦେଖିବାକୁ ଚାହାନ୍ତି, ତାହେଲେ ମିଶରର ସୀମାରୁ ବାହାରି ଆସନ୍ତୁ। ତା ବିନା ଈଶ୍ୱରଙ୍କର ଅଲୌକିକ କାର୍ଯ୍ୟ ସବୁ ଆପଣଙ୍କ ଜୀବନରେ ଦେଖିବାକୁ ପାରିବେ ନାହିଁ। ଆଉ ମନେ ରଖିଥାନ୍ତୁ, ଆମକୁ ପ୍ରାନ୍ତରରେ ବିନାଶ କରିବା ଉଦ୍ଦେଶ୍ୟରେ ପରମେଶ୍ୱର ଆମମାନଙ୍କୁ ପ୍ରାନ୍ତରମୟ ପଥ ମଧ୍ୟ ଦେଇ କଢ଼େଇ ନିଅନ୍ତି ନାହିଁ, ବରଂ ତାହାଙ୍କଠାରେ ଆମମାନଙ୍କର ଭରସାକୁ ଦୃଢ଼ କରିବା ପାଇଁ, ଯେପରି ଆମମାନେ ତାହାଙ୍କଠାରେ ବିଶ୍ୱାସ ରଖିବାକୁ ପାରିବୁ। ଆଉ ଆମମାନଙ୍କର ବିଶ୍ୱାସ ଯେପରି ପରୀକ୍ଷା ସିଦ୍ଧ ବିଶ୍ୱାସ ହେବ, ପ୍ରମାଣ ସିଦ୍ଧ ବିଶ୍ୱାସ ହେବ, ସେଇଥିପାଇଁ ସେ ଆମମାନଙ୍କୁ ପ୍ରାନ୍ତରମୟ ପଥ ମଧ୍ୟ ଦେଇ କଢ଼େଇ ନିଅନ୍ତି। କିନ୍ତୁ ଯେଉଁ ପର୍ଯ୍ୟନ୍ତ ଈଶ୍ୱର ଚାଳକ ଅଟନ୍ତି, ଈଶ୍ୱର ପଥ ପ୍ରଦର୍ଶକ ଅଟନ୍ତି, ଯେଉଁ ପର୍ଯ୍ୟନ୍ତ ଈଶ୍ୱର ଆମମାନଙ୍କ ସହବର୍ତ୍ତୀ ଅଛନ୍ତି, ସେହି ପର୍ଯ୍ୟନ୍ତ ବାଟ କ'ଣ ଅଟେ ଆମମାନେ ସେଥିପାଇଁ ଭ୍ରୂକ୍ଷେପ କରିବା ଆବଶ୍ୟକ ନାହିଁ। କାରଣ ଈଶ୍ୱର ସ୍ୱୟଂ ଆମମାନଙ୍କ ସହିତ ଅଛନ୍ତି ଏବଂ ସେ ଆମମାନଙ୍କୁ ପଥ କଢ଼େଇ ନେବେ। ଇସ୍ରାଏଲ ଲୋକମାନଙ୍କୁ ତାହା ଶିଖିବାର ଆବଶ୍ୟକତା ହେଲା। ଯଦି ବା ଅନେକ ବର୍ଷ ଲାଗିଲା, କିନ୍ତୁ ପରମେଶ୍ୱର ସେଇ ବାଟ ଦେଇ ସେମାନଙ୍କୁ କଢ଼େଇ ନେଲେ। ପ୍ରାନ୍ତରରେ
ଆମମାନଙ୍କ ପାଇଁ କ'ଣ ଉପଲବ୍ଧ ଅଟେ। ପ୍ରଥମ ବିଷୟ, ପ୍ରାନ୍ତରରେ ଆମମାନେ ବିଜୟକୁ ପାଉ। ଇସ୍ରାଏଲ ଲୋକମାନେ ଯେଉଁ ସବୁ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ, ଅନେକ ଗୁଡ଼ାଏ ଯୁଦ୍ଧରେ ସେମାନେ ବିଜୟକୁ ଦେଖିଲେ। ଈଶ୍ୱର ସେମାନଙ୍କ ସପକ୍ଷରେ ଯୁଦ୍ଧ କରୁଥିବାର ସେମାନେ ଦେଖିଲେ ଏବଂ ଯେଉଁ ପର୍ଯ୍ୟନ୍ତ ସେମାନେ ଈଶ୍ୱରଙ୍କ ସଙ୍ଗରେ, ଈଶ୍ୱର ସେମାନଙ୍କ ସଙ୍ଗରେ ରହିଲେ, କୌଣସି ଶତ୍ରୁ ସମ୍ମୁଖରୁ ସେମାନେ ପଳାୟନ କଲେ ନାହିଁ। କିନ୍ତୁ ଇସ୍ରାଏଲର ଇତିହାସରେ ଈଶ୍ୱରଙ୍କ ବାକ୍ୟରେ ସେହି ଘଟଣାର କଥା ଗୁଡ଼ିକ ମଧ୍ୟ ଲେଖା ଅଛି, ଯେଉଁ ସମୟରେ ଇସ୍ରାଏଲ ଶତ୍ରୁ ସମ୍ମୁଖରୁ ପଳାୟନ କଲା। ଆଉ ସେଇଟା ସେହି ସମୟମାନଙ୍କରେ ଘଟିଲା ଯେଉଁ ସମୟରେ ସେମାନେ ଈଶ୍ୱରଙ୍କୁ ପଛରେ ପକାଇଲେ, ଈଶ୍ୱରଙ୍କୁ ଅଗ୍ରାଧିକାର ଦେଲେ ନାହିଁ, ଈଶ୍ୱରଙ୍କର ଆଜ୍ଞାଧୀନ ହେଲେ ନାହିଁ, ତାହାଙ୍କ ରବରେ କର୍ଣ୍ଣପାତ କଲେ ନାହିଁ, ତାହାଙ୍କର ଅବାଧ୍ୟ ହେଲେ। ସେତେବେଳେ ସେମାନେ ଶତ୍ରୁର ସାମ୍ନା କରିପାରିଲେ ନାହିଁ। ଆଉ ତାହା ଆମମାନଙ୍କର ବିଶ୍ୱାସର ଜୀବନ ଯାତ୍ରାରେ ମଧ୍ୟ କେଡ଼େ ବାସ୍ତବ ଅଟେ। ଯେଉଁ ପର୍ଯ୍ୟନ୍ତ ପ୍ରଭୁଙ୍କର ଆଜ୍ଞା ମାନି ଚାଲିଥିବା, ତାହାଙ୍କର ବାକ୍ୟକୁ ଜୀବନରେ ବ୍ୟବହାର କରି କରି ଚାଲିଥିବା, କାର୍ଯ୍ୟରେ ଲଗାଇ ଚାଲିଥିବା, ପାଳନ କରି ଚାଲିଥିବା, ସେହି ପର୍ଯ୍ୟନ୍ତ ଆମମାନେ ଶତ୍ରୁର ସାମ୍ନା କରିବାକୁ ପାରୁଥିବା, ଶତ୍ରୁ ଉପରେ ଜୟଯୁକ୍ତ ହୋଇପାରୁଥିବା, ପାପ ଉପରେ ଜୟଯୁକ୍ତ ହୋଇପାରୁଥିବା, ପରିସ୍ଥିତି ଉପରେ ଜୟଯୁକ୍ତ ହୋଇପାରୁଥିବା। ମାତ୍ର ଯେଉଁ ସମୟରେ ପ୍ରଭୁଙ୍କର ବାକ୍ୟକୁ ପଛରେ ପକାଇଦେବା, ପ୍ରଭୁଙ୍କୁ ହିଁ ପଛରେ ପକାଇଦେବା ଏବଂ ନିଜେ ନିଜ ଉପରେ ଆଉ ଯିବାକୁ ଚେଷ୍ଟା କରିବା, ନିଜର ସୁବିବେଚନା ଉପରେ ନିର୍ଭର ରଖିବାକୁ ଚେଷ୍ଟା କରିବା ଏବଂ ଯେଉଁ ସମୟରେ ଆମମାନେ କହିବାକୁ ଆରମ୍ଭ କରିବା ଯେ ହେ ପ୍ରଭୁ, ତୁମେ ଟିକେ ବିଶ୍ରାମ କର, ମୁଁ ନିଜକୁ ଚଳେଇ ପାରିବି, ଏଇଟା ଛୋଟିଆ ବିଷୟ, ମୁଁ କରିଦେଇ ପାରିବି। କିନ୍ତୁ ଜାଣନ୍ତି କି ସେଇ ଛୋଟ ବିଷୟରେ ଆମମାନେ ଝୁଣ୍ଟି ପଡ଼ୁ, ସେଇ ଛୋଟ ବିଷୟରେ ଆମମାନେ ହାରିଯାଉ, ସେଇ ଛୋଟ ବିଷୟରେ ଆମମାନେ ଶତ୍ରୁ ସମ୍ମୁଖରୁ ପଳାୟନ କରୁ, ସାମ୍ନା କରିବାକୁ ସାହସ ହୁଏ ନାହିଁ। ତାହା ଅତି ଛୋଟ ହୋଇପାରେ, ମାତ୍ର ତାହା ଆମମାନଙ୍କ ପାଇଁ ପରାଜୟର ବିଷୟ ହୋଇଯାଏ। କାରଣ ହେଉଛି ଈଶ୍ୱରଙ୍କର ସଙ୍ଗତିରୁ ଆମମାନେ ନିଜକୁ କାଢ଼ି ନେଇଛୁ। ପ୍ରିୟମାନେ, ପ୍ରାନ୍ତରମୟ ପଥ ଯେଡ଼େ ଅସାଧ୍ୟ ହୋଇପାରେ, ଯେଡ଼େ ଦୁର୍ଗମ ହୋଇପାରେ, ଯେଡ଼େ ଅସମ୍ଭବର ବିଷୟ ସବୁ ଆଖି ଆଗରେ ରହିପାରେ, ମାତ୍ର ଈଶ୍ୱରଙ୍କ ସଙ୍ଗତିରେ ଆମମାନେ ସାମ୍ନା କରିପାରିବା, ଆମମାନେ ଆଗକୁ ପାଦ ବଢ଼େଇକି ଯାଇପାରିବା, ଆମମାନେ ଅଗ୍ରସର ହୋଇପାରିବା। ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବା ପର୍ଯ୍ୟନ୍ତ ଆମମାନଙ୍କୁ ଅଗ୍ରସର ହେବାକୁ ହେବ। ପ୍ରାନ୍ତର ପଥରେ ଆମମାନଙ୍କ ପାଇଁ ବିଜୟ ଅଛି। ପ୍ରଭୁ ଯୀଶୁ ମଧ୍ୟ ଦିନେ ପ୍ରାନ୍ତରରେ ରହିଲେ ଅନ୍ତତଃ 40 ଦିନ 40 ରାତ୍ରି। ଏବଂ ସେଇ 40 ଦିନ 40 ରାତ୍ରି କ'ଣ ହେଉଥିଲା? ଈଶ୍ୱରଙ୍କ ବାକ୍ୟ କହେ, ପରୀକ୍ଷକ ଶୟତାନ ଆସି ତାହାଙ୍କୁ ବିଭିନ୍ନ ଭାବରେ ପରୀକ୍ଷା ଓ ପ୍ରଲୋଭନ ଦେଖାଉଥିଲା। କିନ୍ତୁ ବାକ୍ୟରେ ଏହି କଥା ମଧ୍ୟ ଲେଖା ଅଛି ଯେ ସେ ପ୍ରତିଟି ପରୀକ୍ଷାରେ ବିଜୟ ହାସଲ କଲେ। ସେହି ପ୍ରଭୁ ଯୀଶୁ ଆପଣଙ୍କୁ ଆଉ ମୋତେ ପ୍ରାନ୍ତରର ପଥରେ ବିଜୟ ଦେବା ପାଇଁ ସମର୍ଥ ଅଟନ୍ତି। ଆଉ ସେ କହନ୍ତି, ମୁଁ ବିଜୟ ଲାଭ କରିଅଛି। ସେ ଏ କଥା କହିଅଛନ୍ତି, ତୁମାନେ ଉଦ୍ବିଗ୍ନ ହୁଅ ନାହିଁ, ତୁମାନେ ଭୟ କର ନାହିଁ, କାରଣ ମୁଁ ଜଗତକୁ ଜୟ କରିଅଛି। ପ୍ରାନ୍ତରରେ ଆଉ କ'ଣ ଆମମାନଙ୍କ ପାଇଁ ଉପଲବ୍ଧ ଅଟେ? ପ୍ରାନ୍ତରରେ ପବିତ୍ରତା ଉପଲବ୍ଧ ଅଟେ। ସେଠାରେ ପ୍ରଭୁ ଯୀଶୁ 40 ଦିନ 40 ରାତ୍ରି ଉପବାସ ପ୍ରାର୍ଥନାରେ ରହିଲେ, ନିଜକୁ ସମସ୍ତ ପ୍ରକାର ସାଂସାରିକ ବିଷୟଠାରୁ ପୃଥକ କରି ରଖିଲେ, ଈଶ୍ୱରଙ୍କର ଉଦ୍ଦେଶ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କଲେ। ତାହା ସେହି ଉତ୍ସର୍ଗିତ ଜୀବନକୁ ବୁଝାଏ, ଯେଉଁ ଉତ୍ସର୍ଗିତ ଜୀବନ ଆମମାନେ ପ୍ରାନ୍ତରର ଅବସ୍ଥା ମଧ୍ୟରେ ଆମମାନେ ପ୍ରଭୁଙ୍କ ନିକଟରେ ଦେବାକୁ ପାରୁ। ପ୍ରାନ୍ତରର ପଥରେ ଆମମାନେ ଶକ୍ତି ପ୍ରାପ୍ତ ହେଉ, କାରଣ ସେଠାରେ ପ୍ରଭୁ ଯୀଶୁ ଶକ୍ତି ପ୍ରାପ୍ତ ହେଲେ, ଇସ୍ରାଏଲୀୟ ଲୋକମାନେ ଶକ୍ତି ପ୍ରାପ୍ତ ହେଲେ। ଆମମାନଙ୍କ ପାଇଁ ଈଶ୍ୱରଙ୍କର ଶକ୍ତି ଉପଲବ୍ଧ ହୁଏ। ଆମମାନେ ସେଠାରେ ଆତ୍ମାଙ୍କର ଚାଳନା, ସାହାଯ୍ୟ ଆଉ ସହଭାଗିତାକୁ ପାଉ। ପ୍ରଭୁ ଯୀଶୁଙ୍କୁ ସ୍ୱୟଂ ପବିତ୍ର ଆତ୍ମା ହିଁ ପ୍ରାନ୍ତର ଆଡ଼କୁ କଢ଼େଇ ନେଲେ। ଆଉ ସେଠାରେ ତାଙ୍କୁ ସେ ଏକୁଟିଆ ଛାଡ଼ିଦେଲେ ନାହିଁ, ତାଙ୍କ ସହଭାଗିତାରେ ରହିଲେ। ନିଜର ସହଭାଗିତା ସେ ତାହାଙ୍କୁ ଦେଲେ, ତାଙ୍କର ଚାଳନା ତାହାଙ୍କୁ ସେ ଦେଲେ। ଆଉ ସର୍ବୋପରି ପ୍ରାନ୍ତରମୟ ପଥରେ ଆମମାନେ ପ୍ରଭୁଙ୍କର ଉପସ୍ଥିତିକୁ ପାଉ। ଈଶ୍ୱର ସ୍ୱୟଂ ଆମମାନଙ୍କର ମଧ୍ୟରେ, ଆମମାନଙ୍କର ସହିତରେ ହୁଅନ୍ତି। ଯୀଶୁଙ୍କର ଉପସ୍ଥିତିକୁ ଆମମାନେ ପାଉ। ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ? ଓ ସେହି ପ୍ରଶ୍ନ ଆମମାନେ ଆଉ ନ ପଚାରୁ, ବରଂ ଆମମାନେ ଏ କଥା କହୁ, ହଁ ସେ ମେଜ ସଜାଇ ପାରନ୍ତି, ସେ ମେଜ ସଜାଇ ଅଛନ୍ତି।
ଏବଂ ସେ ନିଶ୍ଚୟ ମେଜ ସଜାଇ ପାରିବେ, କାରଣ ସେ ପରମେଶ୍ୱର ଅଟନ୍ତି। ସେ ସବୁ ପ୍ରାଣୀଙ୍କି ଆହାର ଦିଅନ୍ତି, ଆପଣଙ୍କୁ ଆଉ ମୋତେ ସେ ଆହାର ଦେଇପାରନ୍ତି। ମାଥ୍ୟୁ 6:25, 26 ପଦରେ ପ୍ରଭୁ ଯୀଶୁ ସେ କଥା କହିଲେ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ ବା କ'ଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଏ ବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ? ଆକାଶର ପକ୍ଷୀଙ୍କି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, କିଏ ବା ଅମରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି। ତୁମ୍ଭେମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ? 31 ପଦ। ଏଣୁ କ'ଣ ଖାଇବା ଅବା କ'ଣ ପିଇବା, କିଏ ବା କ'ଣ ପିନ୍ଧିବା, ଏହା କହି ଚିନ୍ତିତ ହୁଅ ନାହିଁ। ତୁମ୍ଭେମାନେ କି ଘର ଚଟିଆ ଠାରୁ ଶ୍ରେଷ୍ଠ ନୁହଁ? ଆକାଶର ପକ୍ଷୀଙ୍କି ଦେଖ, ସେଇ ଯେଉଁ ବିଲର ଘାସକୁ ଦେଖ, ସେମାନେ ବୁଣନ୍ତି ନାହିଁ କିମ୍ବା କାଟନ୍ତି ନାହିଁ କିମ୍ବା ଅମାରରେ ସଞ୍ଚୟ କରି ରଖନ୍ତି ନାହିଁ, ଅଥଚ ତୁମମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ପ୍ରୟୋଜନୀୟ ବିଷୟ ସବୁ ଦିଅନ୍ତି। ତୁମମାନେ କ'ଣ ସେମାନଙ୍କ ଠାରୁ ଶ୍ରେଷ୍ଠ ନୁହଁ? ଅତଏବ କ'ଣ ଖାଇବ, କ'ଣ ପିଇବ, କ'ଣ ପିନ୍ଧିବ, ଏପରି ଭାଳି ଜୀବନ ନିମନ୍ତେ ଚିନ୍ତା କର ନାହିଁ। ପ୍ରଭୁ ଯୀଶୁ ଆମମାନଙ୍କୁ ଏହି ଭରସାର ବାକ୍ୟ ଦେଇଅଛନ୍ତି, ଏହି ଆଶ୍ୱାସନାର ବାକ୍ୟ ଦେଇଅଛନ୍ତି, ଏହି ସାନ୍ତ୍ୱନାର ବାକ୍ୟ ଦେଇଅଛନ୍ତି, ଏହି ପ୍ରତିଜ୍ଞା ସେ ଦେଇଅଛନ୍ତି। ଆମମାନେ ତାହାଙ୍କ ଉପରେ ନିର୍ଭର ରଖୁ। ଆମମାନଙ୍କ ପାଇଁ ସେ ମେଜ ସଜେଇ ପାରିବେ, କିନ୍ତୁ ତାହା ଆମମାନେ ପାଇବା ପାଇଁ ହେଲେ ମିଶ୍ର ଛାଡ଼ିବାକୁ ହେବ। ପୁରାତନ ପାପରେ ପଡ଼ି ରହି ଆମମାନେ ଈଶ୍ୱରଙ୍କର ଏହି ଅଲୌକିକ କାର୍ଯ୍ୟକୁ ଦେଖିପାରିବୁ ନାହିଁ। ପାପର ପରିସର ଛାଡ଼ି, ସେହି ବନ୍ଧନ ଛାଡ଼ି, ପାପ ପରିତ୍ୟାଗ କରି ଈଶ୍ୱରଙ୍କ ନିକଟକୁ ଆସିବାକୁ ହେବ। ଯେଉଁ ଈଶ୍ୱର ଆମମାନଙ୍କୁ ପଥ କଢ଼େଇ ଆମମାନଙ୍କର ସହଯାତ୍ରୀ ହେଇ ଆମମାନଙ୍କ ସଙ୍ଗରେ ଚାଲିବାକୁ ଚାହାନ୍ତି, ଏବଂ ଯେଉଁ ଈଶ୍ୱର ସେ ପ୍ରତିଜ୍ଞାତ ଦେଶ ଆଡ଼କୁ ଆମମାନଙ୍କୁ କଢ଼େଇ ନେବାକୁ ଚାହାନ୍ତି, ସେହି ଈଶ୍ୱରଙ୍କର ସଙ୍ଗତି ପାଇବାକୁ ହେଲେ ମିଶ୍ର ପରିତ୍ୟାଗ କରୁ। ମିଶ୍ରରେ ରହି ପ୍ରାନ୍ତରର ଅଲୌକିକ ବିଷୟ ସବୁ ଆପଣ ଦେଖିପାରିବେ ନାହିଁ, ଅନୁଭବ କରିପାରିବେ ନାହିଁ। ମିଶ୍ରରେ ପଡ଼ି ରହି ଆପଣ ଈଶ୍ୱରଙ୍କୁ ହିଁ ସେଠାରେ ଜାଣିପାରିବେ ନାହିଁ, ଈଶ୍ୱରଙ୍କର ସହଭାଗିତା ଲାଭ କରିପାରିବେ ନାହିଁ। ପ୍ରିୟ ବନ୍ଧୁ, ଆଜି ମିଶ୍ରକୁ ପରିତ୍ୟାଗ କରୁ। ଯେଉଁ ଈଶ୍ୱର ଆମ ଆଗେ ଆଗେ ଚାଲିଛନ୍ତି, ଯେଉଁ ଈଶ୍ୱର ଆମମାନଙ୍କ ଗହଣରେ ବାସ କରିବାକୁ ରାଜି ଅଛନ୍ତି, ତାହାଙ୍କ ସଙ୍ଗତିରେ, ତାହାଙ୍କ ସହଭାଗିତାରେ ଆସୁ ଆମମାନେ ଅଗ୍ରସର ହେଉ। ଯଦି ବା ଆମମାନଙ୍କ ସମ୍ମୁଖରେ ମରୁପ୍ରାନ୍ତର ପଡ଼ିଛି, କାରଣ ସେଠାରେ ସେ ଆମ ପାଇଁ ମେଜ ବି ସଜେଇ ପାରିବେ, ସେଠାରେ ସେ ଆମମାନଙ୍କୁ ବାଟ ବି ଦେଖାଇ ପାରିବେ, ସେଠାରେ ସେ ଆମମାନଙ୍କୁ ଉଦ୍ଧାର ବି କରିପାରିବେ, ଏବଂ ସେ ଆମମାନଙ୍କୁ ସର୍ବଶେଷରେ ପ୍ରତିଜ୍ଞାତ ଦେଶରେ ପହଞ୍ଚାଇ ପାରିବେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆସୁ ଆମମାନେ ତାହାଙ୍କର ନିକଟବର୍ତ୍ତୀ ହେଉ, ତାହାଙ୍କ ନିକଟରେ ପ୍ରାର୍ଥନା କରୁ। ମଙ୍ଗଳମୟ ପରମେଶ୍ୱର, ଆମେ ତୁମର ଧନ୍ୟବାଦ କରୁଅଛୁ ଯେ ତୁମେ ସେହି ପରମେଶ୍ୱର ଅଟ ଯିଏ ଇସ୍ରାଏଲର ପରମେଶ୍ୱର। ତୁମେ ସେଦିନ ଇସ୍ରାଏଲ ମଧ୍ୟରେ ଅଦ୍ଭୁତ କାର୍ଯ୍ୟ ସାଧନ କଲ। 40 ବର୍ଷ ପର୍ଯ୍ୟନ୍ତ ସେମାନେ ସ୍ୱର୍ଗର ଦୂତମାନଙ୍କର ଆହାରକୁ ଭୋଜନ କଲେ ଓ ସେମାନେ ପରିତୃପ୍ତି ପର୍ଯ୍ୟନ୍ତ ଭୋଜନ କଲେ। ସେମାନଙ୍କର ଅଭାବ ହେଲା ନାହିଁ, ସେମାନେ ଦୁର୍ବଳ କି କ୍ଷୀଣ ହେଲେ ନାହିଁ, କାରଣ ତୁମେ ସେମାନଙ୍କର ନିମନ୍ତେ ମେଜ ସଜେଇଲ। ତୁମେ ସେହି ପରମେଶ୍ୱର ଆଜି ଆମମାନଙ୍କର ସହିତରେ ଅଛ। ବିଭିନ୍ନ ପରିସ୍ଥିତି ଆମମାନଙ୍କ ପାଇଁ ପ୍ରାନ୍ତରମୟ ପରିସ୍ଥିତି ପରି ଲାଗୁଛି, ଆଉ ଆମମାନେ ନିଜକୁ ଅସହାୟ ନିରୁପାୟ ମନେ କରୁଛୁ। ମାତ୍ର ଏ କଥା ଆମେ ଭୁଲି ଯାଉଛୁ ଯେ ତୁମେ ସେହି ପରମେଶ୍ୱର ଆମମାନଙ୍କ ସହିତରେ ମଧ୍ୟ ଅଛ। ଦୟାକର ପ୍ରଭୁ, ତୁମକୁ ସବୁବେଳେ ସ୍ମରଣ କରିବା ପାଇଁ, ସବୁବେଳେ ତୁମକୁ ଆଖି ଆଗରେ ରଖିବା ପାଇଁ ଏବଂ ସର୍ବଦା ତୁମ ସହଭାଗିତାରେ ରହି ତୁମଠାରେ ନିର୍ଭର ରଖିବା ପାଇଁ, ତୁମଠାରେ ଭରସା ରଖିବା ପାଇଁ, ତୁମକୁ ବିଶ୍ୱାସ କରି ଆଗେଇ ଯିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କର। ପାପର ପଥ ପରିତ୍ୟାଗ କରି ତୁମ ସହଭାଗିତାରେ ସେ ପ୍ରତିଜ୍ଞାତ ଦେଶ ଆଡ଼କୁ ଅଗ୍ରସର ହେବା ନିମନ୍ତେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କର। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ପ୍ରଭୁ ଆମମାନଙ୍କୁ
ଆଶୀର୍ବାଦ କରନ୍ତୁ। ପ୍ରିୟ ବନ୍ଧୁଗଣ, ଏହିପରି ବିଭିନ୍ନ ପ୍ରସଙ୍ଗମୂଳକ ଈଶ୍ୱରଙ୍କ ବାକ୍ୟ ଆଗାମୀ ଦିନମାନଙ୍କରେ ପ୍ରଭୁଙ୍କ ଦାସମାନଙ୍କ ମୁଖରୁ ଆପଣମାନେ ଶୁଣିପାରିବେ ସିଡି ମାଧ୍ୟମରେ। ଯଦି ଆପଣ ଏହି ସିଡିର ଅନ୍ୟ ପ୍ରସଙ୍ଗଗୁଡ଼ିକ ଶୁଣିବା ନିମନ୍ତେ ଆଗ୍ରହୀ, ତେବେ ଆମକୁ 97835537 ଅବା 9937742135 ଅବା 9437284415 ଯୋଗାଯୋଗ କରିବା ପାଇଁ ଅନୁରୋଧ କରୁଛୁ। ଧନ୍ୟବାଦ।